ଯେତେବେଳେ କେହି କେହି ଭାରତର ଏହି ଦ୍ୱୀପକୁ ଯିବାକୁ ଚେଷ୍ଟା କଲେ ସେଠାରେ ଥିବା ଜନଜାତିର ଲୋକମାନେ ତାଙ୍କୁ ବଞ୍ଚିକି ଫେରିବାର ସୁଯୋଗ ଦେଇନଥିଲେ। ଏହି କାରଣରୁ ସରକାର ଲୋକଙ୍କୁ ଯିବାକୁ ବାରଣ କରିଛନ୍ତି। ଆଜି ବି ସାରା ବିଶ୍ୱରେ ଏପରି ଅନେକ ଜନଜାତି ଅଛନ୍ତି ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି। ଏହିପରି ଏକ ଜନଜାତି ଉତ୍ତର ସେଣ୍ଟିନେଲ ଦ୍ୱୀପରେ ବାସ କରନ୍ତି ଯାହା ଭାରତର ଅଧୀନରେ ଆସେ, ଯାହାର ଆଧୁନିକ ମାନବ ସଭ୍ୟତା ସହିତ କୌଣସି ସମ୍ପର୍କ ନାହିଁ। ଏହି ଜନଜାତିର ଲୋକମାନେ ଏତେ ଆକ୍ରମଣାତ୍ମକ ଏବଂ ବିପଜ୍ଜନକ ଯେ ସେମାନେ କାହାକୁ ନିଜ ପାଖକୁ ଯିବାକୁ ଦିଅନ୍ତି ନାହିଁ। ଏଭଳି ପରିସ୍ଥିତିରେ ସରକାର ଲୋକଙ୍କୁ ଏଠାକୁ ଯିବାକୁ ବାରଣ କରିଛନ୍ତି। ସରକାର ବ୍ୟତୀତ ଅନେକ ସଚେତନ ବ୍ୟକ୍ତି ଆଦିବାସୀମାନଙ୍କୁ ମୁଖ୍ୟ ସ୍ରୋତ ସହିତ ଯୋଡ଼ିବାକୁ ଚେଷ୍ଟା କରିଥିଲେ ଏବଂ ସେମାନଙ୍କ ନିକଟରେ ପହଞ୍ଚିବାକୁ ମଧ୍ୟ ଚେଷ୍ଟା କରିଥିଲେ। ସେମାନେ ମଧ୍ୟ ଏହି ବିପଦପୂର୍ଣ୍ଣ ଦ୍ୱୀପକୁ ଯାଇଥିଲେ କିନ୍ତୁ ବଞ୍ଚିକି ଆଉ ଫେରିପାରିଲେ ନାହିଁ। କୁହାଯାଏ ଯେ ଜେଲରୁ ପଳାଉଥିବା ଜଣେ କଏଦୀ ଭୁଲରେ ଏହି ଦ୍ୱୀପକୁ ପଳେଇଥିଲା, ତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଏହିପରିକି 2006 ମସିହାରେ ଦୁଇ ମତ୍ସ୍ୟଜୀବୀ ସେମାନଙ୍କ ଡଙ୍ଗା ସହିତ ବାଟ ବାଉଳା ହୋଇ ଦ୍ୱୀପ ନିକଟରେ ପହଞ୍ଚି ପ୍ରାଣ ହରାଇଥିଲେ। ଏଥିସହିତ 1981 ମସିହାରେ ଏକ ଡଙ୍ଗା ବାଟ ବାଉଳା ହୋଇ ଦ୍ୱୀପ ନିକଟରେ ପହଞ୍ଚିଥିଲା, ଯାହାକୁ ହେଲିକପ୍ଟର ପଠାଇ ଉଦ୍ଧାର କରାଯାଇଥିଲା। ତାଙ୍କର ସଦସ୍ୟମାନେ କହିଛନ୍ତି ଯେ କିଛି ଲୋକ ଧାରରେ ତୀର ଓ ବର୍ଚ୍ଛା ଧରି ଠିଆ ହୋଇଥିଲେ। ଆମେ ଭାଗ୍ୟବାନ ଯେ ଆମେ ସେଠାରୁ ବାହାରିବାରେ ସକ୍ଷମ ହୋଇଥିଲୁ। ସରକାର ଅନେକ ଥର ଏହି ଦ୍ୱୀପର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଥିଲେ କିନ୍ତୁ ପ୍ରତ୍ୟେକ ଥର ନିରାଶ ହୋଇଥିଲେ। 2004ରେ ସୁନାମି ପରେ ଭାରତ ସରକାର ଏକ ସେନା ହେଲିକପ୍ଟର ପଠାଇ ଦ୍ୱୀପରେ ଉପସ୍ଥିତ ଥିବା ଲୋକଙ୍କ ଖବର ନେଇଥିଲେ କିନ୍ତୁ ଏଠାରେ ଥିବା ଲୋକମାନେ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ। ବାୟୁମଣ୍ଡଳରୁ ଉଠିଥିବା ଫଟୋଗ୍ରାଫରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ଜନଜାତି ଚାଷ କରନ୍ତି ନାହିଁ କାରଣ ଏଠାରେ ସମଗ୍ର ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଅଛି। ଏଥିରୁ ଏହି ସିଦ୍ଧାନ୍ତ ନିଆଗଲା ଯେ ଏହି ଜନଜାତି ଶିକାର ଉପରେ ନିର୍ଭରଶୀଳ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଏହି ଜନଜାତି ପାଖରେ ପହଞ୍ଚିବା ଉଚିତ। ଏଥିସହିତ କେତେକ ବିଶ୍ୱାସ କରନ୍ତି ଯେ ସେମାନଙ୍କୁ ସେମାନଙ୍କ ଅବସ୍ଥାରେ ଛାଡ଼ିବା ଠିକ୍ ହେବ। 23 କିଲୋମିଟର ବ୍ୟାପିଥିବା ଏହି ଦ୍ୱୀପରେ ପ୍ରାୟ 60,000 ବର୍ଷ ଧରି ଏହି ଆଦିବାସୀମାନେ ବାସ କରିଆସୁଛନ୍ତି। ସେମାନଙ୍କର ମୋଟ ସଂଖ୍ୟା ପ୍ରାୟ 100 ବୋଲି ବିଶ୍ୱାସ କରାଯାଏ। ଏହି ଲୋକଙ୍କୁ ଲଷ୍ଟ ଟ୍ରାଇବ ମଧ୍ୟ କୁହାଯାଏ। କେତେକ ରିପୋର୍ଟରେ ଏହାକୁ ବିଶ୍ୱର ସବୁଠାରୁ ବିଚ୍ଛିନ୍ନ ଜନଜାତି ବୋଲି କୁହାଯାଇଛି। ଏହି ଦ୍ୱୀପ ବଙ୍ଗୋପସାଗରର ପୋର୍ଟ ବ୍ଲେୟାର ଠାରୁ 50 କିଲୋମିଟର ଦୂରରେ ଅବସ୍ଥିତ।